এটা অমরেশ্বর স্বেচ্ছাসেবী সংগঠন তরফ মাগଣାর ভাত ডালমা খিরিকটা দিয়া যাচ্ছে যাত্রী মান সুবিধা ও স্বেচ্ছাসেবী সংগঠন মানে ସବୁଆଡେ দান করি সংস্থাটি চালিছে। রামচন্দ্র দাস আমার এটি প্রত্যেক বর্ষ প্রত্যেক বর্ষর অকৃতৃতীয়া তিথি আমার অমৃতসর বাবা অমৃতসর স্বেচ্ছাসেবী সংগঠন তরফ মাগଣା এক ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଉଛି। ଏହା ଆମର ବନ୍ଧୁମାନଙ୍କର ଇଚ୍ଛାରେ ଦାନ ଏବଂ ଅନେକ ଯେ କେହି ବନ୍ଧୁ ଏଠି ମଧ୍ୟ ଦାନ କରିପାରିଛନ୍ତି ସେହି ଦାନ ଅର୍ଥକୁ ଆମେ ପ୍ରତ୍ୟେକ ବର୍ଷ ଏହି ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରୁ ଏବଂ ଭକ୍ତମାନେ ଖାଇକରି ଖୁସି ହେଉଛନ୍ତି ଏବଂ ପ୍ରତ୍ୟେକ ବର୍ଷ ଯେଉଁ 3000 ରୁ 4000 ଏ ବର୍ଷ 4500 ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି। ତେଣୁ ଏହା ଏକ ଆମେ ବ୍ୟକ୍ତି ଭାବେ ଅନୁଭବ କରୁଛୁ ଯେ ଏହା ଗୋଟେ ଭଲ କାମ ବୋଲି। ଅକ୍ଷୟ ତୃତୀୟା ଉପଲକ୍ଷେ ଆମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଗୋଟେ ଅନ୍ନଛତ୍ର ଖୋଲା ଚାଲିଛି। ବହୁତ ଲୋକଙ୍କ ସମାଗମ ହେଇଛି। ଏ ସଂସ୍ଥା ଆମର ଆଗକୁ ଆହୁରି ବଢ଼ିବ। ଆହୁରି ଏ ବର୍ଷ 5000 ଲୋକଙ୍କ ପାଇଁ ହେଇଛି। ନେକ୍ସଟ ଆମେ 10000 ଲୋକଙ୍କ ପାଇଁ କରିବାକୁ ଅନୁମାନ କରିଛୁ। ଚାଲୁ ପ୍ରସାଦ ସେବନ ପାଇକି ଯାହା ଖୁସି ଲାଗୁଛି। ଏଇଟା ବଡ଼ ଆୟୋଜନ କରୁଛନ୍ତି, ତାଙ୍କୁ ପ୍ରଥମେ ଧନ୍ୟବାଦ ଦେବାକୁ ପଡ଼ିବ। ଏତେ ଭକ୍ତଙ୍କ ପାଇଁ ଏତେ ବଡ଼ ଆୟୋଜନ କରୁଛନ୍ତି ଅନୁଷ୍ଠାନକୁ ମୋର ଯଥେଷ୍ଟ ଅଶେଷ ଧନ୍ୟବାଦ।